ଜୟ ଜଗନ୍ନାଥ ସାଙ୍ଗମାନେ ଆଶା କରୁଛି ସମସ୍ତେ ବହୁତ ହି ଭଲରେ ଥିବ। ତ ପିଲାମାନେ OSSC CGLର ଯେଉଁ ଏକ୍ଜାମ୍ ପ୍ରିଲିମିନାରୀ ହେବା ପାଇଁ ଯାଉଛି ସେ ଏକ୍ଜାମ୍ରେ ଆମେ କେତେ ମାର୍କ ରଖିଲେ ପ୍ରିଲିମ୍ ଏକ୍ଜାମ୍କୁ କ୍ୱାଲିଫାଇ କରିପାରିବା ହେଲା। ତ ସେ ରିଗାର୍ଡ଼ିଂ ମୁଁ ଗୋଟେ ସେଫ୍ ସ୍କୋର୍ ଆଜି ତୁମକୁ ଦେବି ଏବଂ ଡିଟେଲରେ ଆମେ ଆଲୋଚନା କରିବା ଯେ ପ୍ରିଭିୟସ୍ ଇୟର କେତେ କଟଅଫ୍ ଯାଇଥିଲା, ଏ ବର୍ଷ କେତେ କଟଅଫ୍ ଯିବାର ସମ୍ଭାବନା ଅଛି, କେତେ ମାର୍କ ରଖିଲେ ଆମେ ଗୋଟେ ସେଫ୍ ସ୍କୋର୍ କହିପାରିବା ତାକୁ। ତ ଗୋଟେ ଟାର୍ଗେଟ୍ ନେଇକି ଆମକୁ ଯିବା ପାଇଁ ନା ଦେଖ ପିଲାମାନେ, ଯେଉଁ ବି ଜିନିଷ ତୁମେ ଗୋଟେ ଜବ୍ ପାଇଁ ଯେହେତୁ ତୁମର ଲକ୍ଷ୍ୟ ଅଛି, ତ ପ୍ରଥମ ଜିନିଷ ତୁମର ଗୋଟେ ଟାର୍ଗେଟ୍ ରହିବା ବହୁତ ଜରୁରୀ। କ'ଣ ପାଇଁ? ଟାର୍ଗେଟ୍ ଯଦି ନାହିଁ ତୁମର ନା, ତାହେଲେ ତୁମେ ଆଗକୁ କିଛି କରିପାରିବନି। ତୁମର ଟାର୍ଗେଟ୍ ନିହାତି ରହିବା ଜରୁରୀ, ବୁଝିଗଲା। ତେଣୁ ଯେଉଁମାନେ ବି ପ୍ରିପାରେସନ୍ କରୁଛ, ତ ତୁମେ ମକ୍ ଟେଷ୍ଟରେ ଏବେ ଯେଉଁ ମକ୍ ଟେଷ୍ଟ ତୁମେ ଦେବ ବା ଦେଉଛ, ସେ ମକ୍ ଟେଷ୍ଟରେ କେତେ ମାର୍କ ରହିବା ଜରୁରୀ, ମେନ୍ ଏକ୍ଜାମ୍ରେ ଯେଉଁ ପ୍ରିଲିମ୍ ଏକ୍ଜାମ୍ରେ କେତେ ମାର୍କ ରଖିଲେ ଆମେ କ୍ୱାଲିଫାଇ କରିପାରିବା, ଏ ରିଗାର୍ଡ଼ିଂ ଡିଟେଲରେ ଆମେ ଡିସ୍କସନ୍ କରିବା ହେଲା। ତା ପୂର୍ବରୁ କହି ରଖେ, ଯେଉଁମାନେ ଚ୍ୟାନେଲକୁ ନୂଆ କରି ଆସିଛ ନିଶ୍ଚିତ ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖିବ। ଆଉ ଯେଉଁମାନେ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିନାହ, ମୁଁ ଡେସ୍କ୍ରିପ୍ସନରେ ତାର ଲିଙ୍କ୍ ଦେଇଦେଉଛି, ତୁମେ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିଯିବ ହେଲା। ଆଚ୍ଛା, ଆଉ ଗୋଟେ ଜିନିଷ ପିଲାମାନେ, ଓଡ଼ିଶା ଯେଉଁ ଜିକେ ତୁମର ଗୋଟେ ଅଛି, ଓଡ଼ିଶା ଜିକେର କମ୍ପ୍ଲିଟ୍ ଆମର ଓଡ଼ିଶା ଜେଗ୍ରାଫିର କମ୍ପ୍ଲିଟ୍ ମୁଁ ପ୍ଲେଲିଷ୍ଟ କରିଦେଇଛି ହେଲା। ଓଡ଼ିଶା ଜେଗ୍ରାଫିର କମ୍ପ୍ଲିଟ୍ ପ୍ଲେଲିଷ୍ଟ କରିଦେଇଛି, ପୁରା ଥିଓରି ପ୍ଲସ୍ MCQ ଥିଓରି ପୁରା ମୁଁ କଭର୍ କରିଦେଇଛି, ବୁଝିଗଲା। ତେଣୁ ଯେଉଁମାନେ ସିରିୟସଲି ପ୍ରିପାରେସନ୍ କରୁଛ, ତୁମେ ପ୍ଲେଲିଷ୍ଟକୁ ଯାଇକି ଅଲ୍ ଓଡ଼ିଶା ଜେଗ୍ରାଫିର ଯେତିକି ଥିଓରି ଅଛି ସେଗୁଡ଼ାକ କଭର୍ କର, ବୁଝିଗଲା। କ'ଣ ପାଇଁ? ଓଡ଼ିଶା ଜେଗ୍ରାଫି ଆଉ ଓଡ଼ିଶା ହିଷ୍ଟ୍ରି, ଏ ଦୁଇଟା ପାର୍ଟ ଆଉ ଓଡ଼ିଶାର ଷ୍ଟାଟିକ୍, ତିନିଟା ପାର୍ଟ ନିହାତି ତୁମେ କମ୍ପ୍ଲିଟ୍ କରିବା ଦରକାର, ବୁଝିଗଲା। ଯେହେତୁ ଓଡ଼ିଶା ଜିକେ ଅଛି, ତୁମେ ଭଲ ମାର୍କ ଆଣିପାରିବ ସେଥିରେ, ତେଣୁ ଏଗୁଡ଼ାକ ମିସ୍ କରିବନି। କ୍ଲାସ୍ ଗୁଡ଼ାକ ପ୍ଲେଲିଷ୍ଟକୁ ଯାଇକି ଦେଖିନେବ ହେଲା। ଆଉ ଟେଲିଗ୍ରାମରେ ତ ମୁଁ ନୋଟ୍ସ ପ୍ରୋଭାଇଡ଼ କରୁଛି, ଯେଉଁମାନେ ଜଏନ୍ କରିନାହ ଜଏନ୍ କରିଯିବ ହେଲା। ଠିକ୍ ଅଛି, ଆମେ ଡିସ୍କସନ୍ କରିବା ହେଲା। ଦେଖ, ପ୍ରଥମ ଜିନିଷ ପିଲାମାନେ, ତ ମାର୍କ ଡିଷ୍ଟ୍ରିବ୍ୟୁସନ୍ ରହିଲା କଥା, ଯେ ସାର୍ ମାର୍କ ଡିଷ୍ଟ୍ରିବ୍ୟୁସନ୍ କେଉଁଠୁ କେତେ ମାର୍କର ଆସିବ ହେଲା। ୟା ରିଗାର୍ଡ଼ିଂ ମୁଁ ତୁମକୁ ଗୋଟେ ୟାର ପୂର୍ବ ଭିଡ଼ିଓରେ ତୁମକୁ ମୁଁ କହିଥିଲି ଏବଂ ମୁଁ ଗୋଟେ ଟେବୁଲ୍ କରିକି ବି ଦେଖେଇଥିଲି କେଉଁ ସବଜେକ୍ଟରୁ କେତେ ମାର୍କ ଆସିବ ହେଲା। ୟାର ପିଲାମାନେ ଡିଟେଲ୍ ଅଫିସିଆଲ୍ ନୋଟିଫିକେସନ୍ ମଧ୍ୟ ଆସିବ, କେଉଁ ସବଜେକ୍ଟରୁ କେତେ ମାର୍କର ତୁମର ଆସିବ। ଅଫିସିଆଲ୍ ନୋଟିଫିକେସନ୍ ବି ଆଉ ଗୋଟେ ଆସିବ, କେତେ ମାର୍କ କେଉଁ ସବଜେକ୍ଟରୁ ଆସିବ, ବୁଝିଗଲା। ତ ମୁଁ ଗୋଟେ ପ୍ରେଡ଼ିକ୍ଟ କରିକି ତୁମକୁ ଦେଇଥିଲି ହେଲା। ତ ଅଫିସିଆଲ୍ ନୋଟିଫିକେସନ୍ ବି ଆସିଯିବ ହେଲା। ବହୁତ ସାରା ପିଲା ଦେଖ, ଅଫିସିଆଲ୍ ଏଇଥିପାଇଁ କହୁଛି ପିଲାମାନେ, ମୁଁ ଆଗରୁ ବି ତୁମକୁ କହିଥିଲି, ବହୁତ ସାରା କ'ଣ କୁହାଯାଉଥିଲା, ସାର୍ 12 ତାରିଖ ଏକ୍ଜାମ୍ ହେବ। ମୁଁ କହିଥିଲି ତୁମକୁ 12 ତାରିଖ ଏକ୍ଜାମ୍ ହେବନି, ସେଇଟା ଗୋଟେ ନର୍ମାଲ୍ ଏମିତି ଚିଠି ଥିଲା, ବଟ୍ ୟୁଟ୍ୟୁବରେ ପୁରା ଭାଇରାଲ୍ କରିଦିଆଗଲା କି 12 ତାରିଖ ଏକ୍ଜାମ୍ ହେବ। ବଟ୍ କ'ଣ ହେଲା ଦେଖିପାରିଲ ତ, ଅଫିସିଆଲ୍ ନୋଟିସ୍ ଆସିବ କହିଥିଲି, ଫାଇନାଲି ଆସିଗଲା। ତ 19/4 ସଣ୍ଡେ ଦିନ ଏକ୍ଜାମ୍ ହେବାର ସ୍ଥିର କରାହେଇଛି। ମୁଁ ଆଗରୁ ଏଇ ଜିନିଷ କହିଥିଲି, ବୁଝିଗଲା। ତ ମାର୍କ ଡିଷ୍ଟ୍ରିବ୍ୟୁସନ୍ ତୁମେ ଦେଖିନେବ କେଉଁଠୁ କେତେ କ'ଣ ଆସୁଛି ହେଲା। ଏବେ ଆମର ମେନ୍ ଟପିକ୍କୁ ଆମେ ଡିସ୍କସନ୍ କରିବା ଯେ ସାର୍ ମାର୍କ କେତେ କ'ଣ ହେଲା। ଦେଖ, ପ୍ରଥମ ଜିନିଷ, ଯେଉଁମାନେ ମକ୍ ଦେଉଛ ହେଲା, ଯେଉଁମାନେ ମକ୍ ଟେଷ୍ଟ ଦେଉଛ ହେଲା, ମକ୍ ଟେଷ୍ଟରେ ପିଲାମାନେ ତୁମର ଜାଣିଛ ଟୋଟାଲ୍ କେତେ 150 ମାର୍କର ଏକ୍ଜାମ୍ ହେବ, 150 ମାର୍କର ଏକ୍ଜାମ୍ ହେବ ହେଲା। ତ ତୁମର ଯଦି ମକ୍ ଟେଷ୍ଟ ତୁମେ ଦେଉଛ, ଏବେ ମକ୍ ଟେଷ୍ଟରେ ନିହାତି ଏବେ ତୁମେ 90+ ସ୍କୋର୍ କରିବା ଜରୁରୀ ଅଛି ହେଲା। ଯଦି ମକ୍ ଦେଉଛ, ତୁମର 90+ ଯଦି ମକ୍ରେ ଆସିଯାଉଛି, ଏଇଟା ପିଲାମାନେ ମୁଁ ଅନରିଜର୍ଭ ବା SC BC ପିଲାମାନଙ୍କ କଥା ମୁଁ କହୁଛି ହେଲା। ମକ୍ରେ ନିହାତି ତୁମର 90 ପାଖାପାଖି ବା 90+ ରହିବା ବହୁତ ଜରୁରୀ। ଆଉ ତୁମେ ମକ୍ରେ ଯଦି 90 ପାଖାପାଖି ମାର୍କ ରଖୁଛ ବା 90ରୁ ଏବଭ୍ ରଖୁଛ, ତ ପ୍ରିଲିମ୍ ଏକ୍ଜାମ୍ରେ 100% ତୁମର ମାର୍କ 100 କ୍ରସ୍ କରିଯିବ, ଏଥିରେ କୌଣସି ସନ୍ଦେହ ନାହିଁ, ବୁଝିଗଲା। ତେଣୁ ମକ୍ରେ ତୁମେ 90+ ବା 90 ପାଖାପାଖି ରଖିଲେ ବି ଚଳିବ ହେଲା। ବଟ୍ ପ୍ରିଲିମ୍ ଏକ୍ଜାମ୍ର ଯେଉଁ ଟାର୍ଗେଟ୍ ମୁଁ କହିବି ହେଲା, ପ୍ରିଲିମ୍ ଏକ୍ଜାମ୍ ଦେଖ, ପ୍ରିଲିମ୍ ଏକ୍ଜାମ୍ର ଯେଉଁ ଟାର୍ଗେଟ୍ ତୁମେ ନେଇକି ଚାଲ, ଅନରିଜର୍ଭ ପିଲା ବା SC BC ପିଲାଙ୍କ କଥା ମୁଁ କହୁଛି ହେଲା, ସେ ମେଲ୍ ଫିମେଲ୍ ବୋଥ୍ କଥା ହେଲା। ତୁମର ଟାର୍ଗେଟ୍ ରହିବ 100+ ହେଲା। ଏଇଟା ମୁଁ ପୁରା 100% ଗ୍ୟାରେଣ୍ଟି ସହିତ ମୁଁ କହୁଛି ଯେ 100+ ଯଦି ତୁମେ ଟାର୍ଗେଟ୍ ରଖିକି ସେ ଅନୁସାରେ ନିଜକୁ ପ୍ରିପେୟାର କରୁଛ ଏବଂ ଏକ୍ଜାମ୍ରେ ମଧ୍ୟ ତୁମେ 100+ ଯଦି କ୍ରସ୍ କରୁଛ, ପୁରା ସିଓର ମୁଁ କହୁଛି ତୁମେ ପ୍ରିଲିମ୍ କ୍ୱାଲିଫାଇ କରିଯିବ ହେଲା। ମୁଁ ଏଇଟା ତୁମକୁ ବେଶୀ କହୁଛି, କଟଅଫ୍ ଦେଖିବ 95ରୁ 100 ଭିତରେ ଆସିବ। କ'ଣ ପାଇଁ ଆସିବ ମୁଁ କହିଦେଉଛି।
ପିଲା ଯେହେତୁ ପୋଷ୍ଟ ସଂଖ୍ୟା ଅଧିକ ଅଛି ତ ପିଲା ବେଶୀ ସାରା ସିଲେକ୍ସନ୍ ହେବେ। ଆଗରୁ କ'ଣ ହୁଏ ନା ପୋଷ୍ଟ କମ୍ ଥାଏ ତ ପିଲା ବହୁତ ସାରା କରନ୍ତି ତ କଟ୍ ଅଫ୍ ଟିକେ ହାଇ ଚାଲିଯାଏ। ବଟ୍ ଏଥର କଟ୍ ଅଫ୍ ସେଇ 100 ପାଖାପାଖି ଆରାଉଣ୍ଡରେ ହିଁ ରହିବ। ବୁଝିଗଲା? ତୁମେ କହିବନି ସାର୍ ଆପଣ ପଣ୍ଡିତ ହେଇଗଲେ କେମିତି ଜାଣିଲେ? ପିଲାମାନେ ମୁଁ ଏଇଟା ଗୋଟେ ପ୍ରେଡ଼ିକ୍ଟ କରିକି ତୁମକୁ କହୁଛି। ଆମକୁ ସେଇ ଟାର୍ଗେଟ୍ ରଖିକି ଆଗକୁ ଯିବାର ଅଛି, ସେଥିପାଇଁ ମୁଁ ଏଇଟା କହୁଛି। ବୁଝିଗଲା? ଆଉ ଗୋଟେ ପିଲା ମନେ ରଖିବ କ'ଣ, ଦେଖ ପିଲା ଏଥର ବହୁତ ସିରିୟସଲି, ବହୁତ ପିଲା ମାନେ ଏତେ ସିରିୟସଲି ପାଠ ପଢ଼ୁଛନ୍ତି। ଯେଉଁ ଆମର କ'ଣ କହିବି, ଯେଉଁ କମ୍ପିଟିସନ୍ ହେବ ପିଲାମାନେ, କମ୍ପିଟିସନ୍ ବହୁତ ଜୋରଦାର ଦେଖିବା ପାଇଁ ପାଇବ। ପିଲାମାନେ ବହୁତ ପଢ଼ୁଛନ୍ତି, ତେଣୁ ଯେଉଁମାନେ ବି ସିରିୟସଲି ପ୍ରିପେୟାର କରୁଛ ନା, ମନ ଦେଇକି ପଢ଼, ବାର ବାର ତାକୁ ରିଭାଇଜ୍ କରିବା ପାଇଁ ଚେଷ୍ଟା କର, ଆଉ ମକ୍ ଦିଅ ଯେତେ ପାରୁଛ। ବୁଝିଗଲା? ପିଲା ଏମିତି ପାଠ ପଢ଼ୁଛନ୍ତି ତୁମେ ଶୁଣିଲେ ଆଶ୍ଚର୍ଯ୍ୟ ହେବ। ବୁଝିଗଲା? ତେଣୁ ଯେଉଁମାନେ ବି ମକ୍ ଟେଷ୍ଟ ଦେଇନାହ, ମକ୍ ଟେଷ୍ଟ ଦେବା ଆରମ୍ଭ କର। ରିଭାଇଜ୍ କରିନା, ହଁ ରିଭାଇଜ୍ କରିବା ଆରମ୍ଭ କର। ବୁଝିଗଲା? ଆଉ ସିରିୟସଲି ପାଠ ପଢ଼ାଟାକୁ ନିଅ। କ'ଣ ପାଇଁ, ତୁମଠୁ ଆହୁରି କେତେ ଅଧିକ ପରିଶ୍ରମ କରୁଛନ୍ତି ପିଲାମାନେ। ବୁଝିପାରିଲ? ଠିକ୍ ଅଛି, ତ ଜାଣି ହେଲା ଟାର୍ଗେଟ୍ ସ୍କୋର କେତେ କ'ଣ କହିଲି ହେଲା। 100+ ତୁମର ଟାର୍ଗେଟ୍ ରହିବା ବହୁତ ଜରୁରୀ। 100+ ଯଦି ଟାର୍ଗେଟ୍ ରଖିକି ଚାଲୁନ, ତାହେଲେ ତୁମେ ଏକ୍ଜାମ୍ରେ କ'ଣ କ୍ୱାଲିଫାଏ ନ ବି ହେଇପାର। ବୁଝିପାରିଲ? ତ ଏଇ ଜିନିଷଟା ମନେ ରଖିକି ଏଇ ଅନୁସାରେ ନିଜକୁ ପ୍ରିପାରେସନ୍ କର। ଆମର ତ କ୍ଲାସ୍ ଗୁଡ଼ାକ ଚାଲିଛି। ୟୁଟ୍ୟୁବ୍ ଚ୍ୟାନେଲ୍ରେ ମ୍ୟାଥ୍ କ୍ଲାସ୍ ହେଉ, ଓଡ଼ିଶା ଜିକେର କ୍ଲାସ୍ ହେଉ, କମ୍ପ୍ୟୁଟର କ୍ଲାସ୍ ହେଉ ଚାଲିଛି। ଯେଉଁମାନେ ଦେଖିନ ଯାଇକି ଦେଖିବ ହେଲା। ଆଉ ଗୋଟେ ଜିନିଷ, ଯେଉଁ ନୋଟିସ୍ ଆମର 2 ଦିନ ଆଗରୁ ଯେଉଁ ବାହାରିଥିଲା ପିଲାମାନଙ୍କର, କ'ଣ ମୁଁ କହିଥିଲି ତୁମକୁ ଯେ ଗୋଟେ ରିଜେକ୍ଟ ଲିଷ୍ଟ ଆସିବ, ଫାଇନାଲି ଆସିଯାଇଛି। ତ ପିଲା 2,31,672 ପିଲା ଆପ୍ଲାଏ କରିଛନ୍ତି। ମାନେ ଭାବିପାରୁଛ, 500 ଟଙ୍କା ଫି ହେବା ସତ୍ତ୍ୱେ ବି 2,31,672 ପିଲା ଆପ୍ଲାଏ କରିଛନ୍ତି। ମାନେ କମ୍ ପିଲା ଭାବୁଛ ତୁମେ, ବହୁତ ସାରା ପିଲା। ମାନେ କମ୍ପିଟିସନ୍ କେମିତି ହେବ ଭାବିପାରୁଛ? ସେଥିପାଇଁ ମୁଁ ତୁମକୁ 100+ ଟାର୍ଗେଟ୍ ରଖିବା ପାଇଁ କହୁଛି। ସେଥିରୁ ତୁମର ରିଜେକ୍ଟ ହେଇଛନ୍ତି 29,162 ରିଜେକ୍ଟ ହେଇଛନ୍ତି। ଏତିକି ସିଲେକ୍ଟ ହେଇଛନ୍ତି, ମାନେ ୟାଙ୍କର ଏକ୍ଜାମ୍ ଏମାନେ ଦେବେ, ପ୍ରିଲିମ୍ ଏକ୍ଜାମ୍। ବୁଝିପାରୁଛ? ତେଣୁ ଭାବ, ଯଦି 2,30,000 ପିଲା ଆପ୍ଲାଏ କରୁଛନ୍ତି, କମ୍ପିଟିସନ୍ କେମିତି ହେବ? ପିଲାମାନେ 500 ଟଙ୍କା ଫି ସତ୍ତ୍ୱେ ବି ଯଦି ଆପ୍ଲାଏ କରିଛନ୍ତି, ତା'ମାନେ ପାଠ ପଢ଼ା ପିଲା ହିଁ ପ୍ରାୟ ବେଶୀ ଆପ୍ଲାଏ କରିଛନ୍ତି। ତେଣୁ କମ୍ପିଟିସନ୍ ଜୋରଦାର ହେବ। 100+ ଟାର୍ଗେଟ୍ ରଖିକି ଚାଲନ୍ତୁ। ବୁଝିଗଲା? ଆଉ ଯେଉଁ ଜିନିଷ କହିଲି, ମକ୍ ଦେବା ନିଶ୍ଚିତ ଦରକାର, ନହେଲେ ଟାଇମ୍ ମ୍ୟାନେଜମେଣ୍ଟ କରିପାରିବନି। ମ୍ୟାଥ୍ ରିଜନିଂ ଇଜି ହିଁ ପଡ଼ିବ, ବଟ୍ କାଲକୁଲେସନ୍ ତୁମକୁ ଏମିତି ଦେବ ନା, ତୁମେ ବହୁତ ଟାଇମ୍ ସ୍ପେଣ୍ଡ ହେଇଯିବ। ତେଣୁ ପ୍ରାକ୍ଟିସ୍ ବହୁତ ଦରକାର, ମକ୍ ଟେଷ୍ଟ ରେଗୁଲାର ଦେବା ଦରକାର। ବୁଝିଗଲା? ଆଉ ରିଭାଇଜ୍ ଯେତେ ପାରୁଛ ବାରମ୍ବାର କର। ଏଇ ସବୁ ଜିନିଷ ତୁମେ ଯଦି ମନେ ରଖିକି କାମ କରୁଛ, ତାହେଲେ ନିଶ୍ଚିତ ଏକ୍ଜାମ୍ରେ କ୍ୱାଲିଫାଏ କରିବ। ବୁଝିଗଲା? ଏଇଟା ଥିଲା ଆଜିର ଭିଡ଼ିଓର, ତୁମକୁ ଗୋଟେ ମୁଁ କ'ଣ ଗୋଟେ ଟାର୍ଗେଟ୍ ଦେଲି ଯେ ଏଇଭଳିଆ ତୁମେ ପାଠ ପଢ଼ିବା ଦରକାର। ବୁଝିଗଲା? ତ ଏଇଭଳିଆ ଭଲ ଭିଡ଼ିଓ ତୁମେ ଦେଖିବା ପାଇଁ ନିଶ୍ଚିତ ଚ୍ୟାନେଲ୍ ସହିତ ଯୋଡ଼ି ହେଇକି ରୁହ ହେଲା। ଆଉ ଆମର କ୍ଲାସ୍ ଗୁଡ଼ାକ ସବୁ ତୁମେ ପ୍ଲେଲିଷ୍ଟକୁ ଯାଇକି ଦେଖିପାରିବ ହେଲା। ତ ଆଜି ପାଇଁ ଭିଡ଼ିଓଟିକୁ ଆମେ ଏଇଠି ରଖିବା, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।